ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା। ଏଥିରେ ମାତା ଉପରକୁ ଯାଇ ପରମେଶ୍ୱରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ୱାର ବନ୍ଦ କରି ବାହାରି ଆସିଲା। ପୁଣି ଆମେ ପଢିବା 26। ମୁଁ ବିନୟ କରୁଅଛି, ଦୌଡ଼ି ଯାଇ ତାହାକୁ ଭେଟି ପଚାର, ତୁମର ମଙ୍ଗଳ, ତୁମର ସ୍ୱାମୀର ମଙ୍ଗଳ, ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ। ପୁଣି 30 ପଢିବା। ଏଥିରେ ବାଳକର ମାତା କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ। ତେଣୁ ଇଲିଶାୟ ଉଠି ତାହାର ପଛେ ପଛେ ଗଲେ। ପୁଣି 35 ପଢିବା ଆମେ। ଏଥିରେ ଇଲିଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ। ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବମାନ କଲେ। ତହିଁରେ ବାଳକ 7 ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା। ଆମେ ଏଠି ଆମେ ଏଇ ସୁନେମିଆର ଯୋଉ ଘଟଣାଟି ଆମେ ଦେଖିପାରୁଛୁ। ଦ୍ୱିତୀୟ ରାଜାବଳୀ 4 ପର୍ବର 8 ରୁ ପୁରା ଅଛି 37 ଯାଏ ପୁରା ଲେଖା ହେଇଛି ବଡ ଘଟଣାଟି। ସେଥିରୁ ଆମେ ଆମେ ତାର କିଛି ବିଷୟ ଆମେ ଧ୍ୟାନ କରିବା। ସମସ୍ତେ ଏଇ ଯୋଉ ଘଟଣାଟି ସମସ୍ତଙ୍କର ପରିଚିତ ଘଟଣା, ସମସ୍ତେ ଆମେ ଜାଣି ସାରିଛୁ। ତଥାପି ଆଜି ତାରି ଉପରେ ଆମେ ଆଉ ଥରେ ଧ୍ୟାନ କରିବା। ଆଉ ଆମେ ଏଠି ଗୋଟେ ଦେଖିବା, ଗୋଟେ ଉତ୍ତମ ବିଶ୍ୱାସୀର ଗୋଟେ ଗୁଣ ଗୁଡା ଆମେ ଦେଖିବା। ଉତ୍ତମ ବିଶ୍ୱାସୀର କେତେ ସବୁ କ୍ୟାରେକ୍ଟର ଗୁଡା ଅଛି ଏ ସୁନେମିଆ ପାଖରୁ। ଆମେ ମାନେ ବି ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିଛନ୍ତି। ଆମମାନେ ବି ସମସ୍ତେ ଜଣେ ଜଣେ ଉତ୍ତମ ବିଶ୍ୱାସୀ। ଆମେ ଆହୁରି ଆମର ବିଶ୍ୱାସକୁ ଷ୍ଟ୍ରଙ୍ଗ କରିବା। ଆହୁରି ଆମେ ଆତ୍ମିକ ଗ୍ରୋଥ ହେବା ପାଇଁ ଆମେ ସମସ୍ତେ ତାଙ୍କ ସାଙ୍ଗରେ ଲାଗି ରହିବା ପାଇଁ ଆଜି ଆଉ ଥରେ ଏଇଥିରୁ ଆମେ କିଛି ଷ୍ଟଡି କରିବା। ଏଠି ଆମେ ଦେଖୁଛୁ ଇଲିଶାୟ ସୁନେମକୁ ଗଲେ। ସୁନେମ ଗୋଟେ ସହର। ସେ ସହରରେ ଜଣେ ଧନୀ ସ୍ତ୍ରୀ ରହୁଥିଲେ, ଧନବତୀ ସ୍ତ୍ରୀ ଥିଲେ। ଗୋଟେ ଧନୀ ସ୍ତ୍ରୀଟେ। ସେ ସ୍ତ୍ରୀ ଲୋକର ନାଁ ଆମେ ଏଠି ପାଉନୁ, କିନ୍ତୁ ସୁନେମ ସହରର ଥିଲା ବୋଲି ଆମେ ତାକୁ ସୁନେମିଆ କହୁଛୁ। ସେ ସ୍ତ୍ରୀ ଲୋକ ଇଲିଶାୟଙ୍କର କେତେ ସେ ଯତ୍ନ ନଉଛି। ପ୍ରଭୁଙ୍କର ଦାସ ଇଲିଶାୟଙ୍କୁ ସେ ଜାଣିପାରୁଛି ଯେ ସେ ଗୋଟେ ପରମେଶ୍ୱରଙ୍କର ଲୋକ ବୋଲି। ସେ କେତେ ତାଙ୍କର ଆତିଥ୍ୟ କରୁଛି, ତାର ଆମେ ଦେଖୁଛୁ ସେ କେତେ ଆତିଥ୍ୟ କରୁଛି ଆଉ ତାଙ୍କର ଯତ୍ନ ନଉଛି। ଥରେ ନୁହେଁ, ଯେତେ ଥର ସେ ରାସ୍ତାରେ ଗଲେ ସେ ତାଙ୍କ ଘରକୁ ଡାକୁଛନ୍ତି। ସେ ଥରେ ଡାକିକି ଅନ୍ୟ ଦିନ ଆଉ ନେଗ୍ଲେକ୍ଟ କରୁନାହାନ୍ତି। ସେ ଯେତେ ଥର ସେ ରାସ୍ତାରେ ଗଲେ ସେତେ ଥର ସେ ତାଙ୍କୁ ଡାକିବ, ଖାଇବାକୁ ଦଉଛନ୍ତି। ତାପରେ ତାଙ୍କ ସ୍ୱାମୀକୁ କହିକି ସେ ଗୋଟେ ରୁମ ବି ସେପାରେଟ ବନେଇ ଦଉଛନ୍ତି। ଅପରଷ୍ଟେୟାରରେ ସ୍ପେଶିଆଲି ପରମେଶ୍ୱରଙ୍କର ଦାସ ଏପଟେ ଯିବା ଆସିବା କଲା ବେଳକୁ ରେଷ୍ଟ କରିବା ପାଇଁ ଗୋଟେ ରୁମ ବନେଇ ଦଉଛନ୍ତି, ଯେମିତି ସେ ରେଷ୍ଟ କରିପାରିବେ। ମାନେ ଏଠି ଆମେ ଦେଖୁଛୁ ସୁନେମିଆର ଗୋଟେ ମାନେ ତାର ଉଦାର ମନୋଭାବ ଦେଖୁଛୁ। ଆତିଥ୍ୟ ସତ୍କାର, ମାନେ କେତେ ଉତ୍ତମ ବିଶ୍ୱାସୀ ଥିଲା। ସେ ଈଶ୍ୱରଙ୍କର ଦାସ ମାନଙ୍କର କେତେ ଯତ୍ନ ନେଇ ଜାଣିଥିଲା। ଈଶ୍ୱରଙ୍କର ବାକ୍ୟ ମାନେ ସେ କେତେ ସେ ଈଶ୍ୱରଙ୍କୁ ଭୟ କରୁଥିଲା। ଏଇଥିରୁ ଆମେ ଜାଣିପାରୁଛୁ ପରମେଶ୍ୱରଙ୍କୁ ସେ କେତେ ଭଲ ପାଉଥିଲା। ସେଥିପାଇଁ ତାଙ୍କ ଦାସଙ୍କୁ ମଧ୍ୟ ସେ ଭଲ ପାଇଲା। ସେ ଜାଣିଥିଲା ଯେ ଈଶ୍ୱରଙ୍କର ଦାସ ମାନଙ୍କର ଯତ୍ନ ନେବା ପରମେଶ୍ୱର ଭଲ ପାଆନ୍ତି ବୋଲି ସେ ଜାଣିଥିଲା। ଆଉ ତାରି ଫଳସ୍ୱରୂପ ସେ ଅନେକ ବ୍ଲେସିଂସ୍ ପାଇଛି। ଆମେ ତା ତଳକୁ ପଢିଲେ ଆମେ ଜାଣିପାରୁଛୁ। ଯେତେବେଳେ ଆମେ ଦେଖୁଛୁ ଯେ ସେ ତାଙ୍କୁ ଏତେ କେୟାର ନଉଛି, ଇଲିଶା ସାଙ୍ଗରେ ସବୁବେଳେ ତାଙ୍କର ଗୋଟେ ସାଙ୍ଗରେ ଦାସ ତାଙ୍କର ଗିଏଜି ବୋଲି ଜଣେ ରହୁଥିଲେ, ସେ ବି ତାଙ୍କ ସାଙ୍ଗରେ ଯାଉଥିଲା, ତାର ମଧ୍ୟ ସେ ଯତ୍ନ ନଉଥିଲେ। ଆଉ ସେ ଜାଣିପାରିଥିଲା ଯେ ଇଲିଶା ଜଣେ ପରମେଶ୍ୱରଙ୍କର ଲୋକ ଆଉ ସେ ଗୋଟେ ପବିତ୍ର ଲୋକ ବୋଲି। ସେଥିପାଇଁ ସେ କେତେ ତାଙ୍କର କେୟାର ନଉଛି ଆମେ ଦେଖୁଛୁ। ଏଠି ସବୁ ଆମେ ଆଉ ଗୋଟେ ପୁଣି ଦେଖୁଛୁ ଆମେ ଏମିତି ଆମେ ନୂତନ ନିୟମରେ ବି ଏଇଟା ପ୍ରେରିତ 16 ପର୍ବ 14 ରୁ 15 ବି ଯେମିତି ଲେଖା ହେଇଛି। ପ୍ରେରିତ ମୁଁ ପଢି ଦଉଛି। ପ୍ରେରିତ 16 ପର୍ବ 14 ରୁ 15
ଲେଖା ହେଇଛି, ପୁଣି ଥୁଆତିରା ନଗରର ବାଇଗିଣିଆ ବସ୍ତ୍ର ବିକ୍ରୟକାରିଣୀ ଲୁଦିଆ ନାମ୍ନୀ ଜଣେ ମହିଳା ଯିଏ ଈଶ୍ୱର ଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି, ଏ ନିମନ୍ତେ ପ୍ରଭୁ ତାଙ୍କ ହୃଦୟ ଫିଟାଇ ଦେଲେ। ପୁଣି ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାନ୍ତି, ତେବେ ମୋର ଗୃହକୁ ଆସି ବାସ କରନ୍ତୁ। ଆଉ ସେ ଆମମାନଙ୍କୁ ବଳାଇଲେ। ଏଠି ଆମେ ଦେଖୁଛୁ ଯେମିତି ପୁରୁଣା ନିୟମରେ ଦ୍ୱିତୀୟ ରାଜାବଳୀ 14 ଯେମିତି ଦେଖୁଛୁ ଆତିଥ୍ୟ ସତ୍କାର କରୁଛନ୍ତି ପରମେଶ୍ୱରଙ୍କର ଲୋକଙ୍କୁ, ସୁନେମିଆ ଇଲିସାଙ୍କୁ କେମିତି ଆତିଥ୍ୟ ସତ୍କାର କରୁଛନ୍ତି। ଏଠି ଆମେ ନୂତନ ନିୟମରେ ବି ଦେଖୁଛୁ କେତେ, ଏଠି ଗୋଟେ ଉତ୍ତମ ବିଶ୍ୱାସ ଆମେ ଦେଖୁଛୁ ଲୁଦିଆ ଯିଏକି ପାଉଲଙ୍କର କଥା ଶୁଣିଲେ, କଥା ଶୁଣିକି ସେ ଥୁଆତିରା ନଗରର ବାଇଗିଣିଆ ବସ୍ତ୍ର ବିକ୍ରୟକାରିଣୀ, ଗୋଟେ ବି ଧନୀ ମହିଳାଟେ, ଗୋଟେ ବିଜନେସ୍ ଓମେନଟେ, ସେ ଯେତେବେଳେ ପରମେଶ୍ୱରଙ୍କର ବାକ୍ୟ ଶୁଣୁଛନ୍ତି ତାଙ୍କ ହୃଦୟ ପ୍ରଭୁ ତାକୁ ଖୋଲି ଦଉଛନ୍ତି। ସେ ଗୋଟେ ସେଦିନ ତାର ନିଜେ ଗୋଟେ ଉତ୍ତମ ବିଶ୍ୱାସୀ ହେଇଛି, ନିଜର ପରିବାରକୁ ମଧ୍ୟ ବାପ୍ତିଜିତ ହୋଲ ପରିବାର ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି। ପୁଣି ତାଙ୍କ ଘର ଖୋଲି ଦଉଛନ୍ତି, ତାଙ୍କର ଶିଷ୍ୟମାନଙ୍କ ପାଇଁ ଦ୍ୱାର ଖୋଲି ଦଉଛନ୍ତି, ଆସ ଏଇଠି ରୁହ, ଏଇଠି ପ୍ରାର୍ଥନା କର ବୋଲି ସେ ଖୋଲି ଦଉଛନ୍ତି। ମାନେ ଆମେ ଏଠି ଦେଖୁଛୁ ଗୋଟେ ଉତ୍ତମ ବିଶ୍ୱାସୀ ଈଶ୍ୱରଙ୍କର ଦାସ ମାନଙ୍କୁ ସେ ଚିହ୍ନି ପାରୁଛି, ଆଉ ସେ ନିଜର ଘର ଖୋଲି ଦଉଛି। ଆତିଥ୍ୟ ସତ୍କାରରେ ହୋଲ ପରିବାର କେମିତି ଯତ୍ନ ନଉଛନ୍ତି। ଏଠି ଯେମିତି ସୁନେମିଆ ତା ସ୍ୱାମୀ 2 ଜଣ ସେ ଘର ବନେଇ ଦଉଛନ୍ତି ଇଲିସାଙ୍କ ପାଇଁ। ମାନେ ଗୋଟେ ଉତ୍ତମ ବିଶ୍ୱାସୀ କେମିତି ମାନେ ପ୍ରଭୁଙ୍କର ଦାସ ମାନଙ୍କୁ ରେସ୍ପେକ୍ଟ ଦଉଛନ୍ତି, ସେମାନଙ୍କର ଯତ୍ନ ନଉଛନ୍ତି, ଆତିଥ୍ୟ ସତ୍କାର କରୁଛନ୍ତି। ପ୍ରଭୁ ଯୀଶୁ ଯେମିତି ଆମକୁ ମାଥ୍ୟୁ 25:40 ନିଜେ କହିଛନ୍ତି, ପ୍ରଭୁ ଲେଖା ହେଇଛି ମାଥ୍ୟୁ 25:40 ଲେଖା ହେଇଛି, ପୁଣି ରାଜା ତୁମମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମମାନେ ମୋହର ଏଇ କ୍ଷୁଦ୍ରତମ ଭାତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ମାନେ ଈଶ୍ୱରଙ୍କର ଦାସ ମାନଙ୍କର ଯଦି ଯତ୍ନ ନେଇଥିବା ପ୍ରଭୁ କହିବେ କି ତୁମମାନେ ତାଙ୍କୁ ଏସବୁ ଯତ୍ନ ନେଇଛ, ସେଥିପାଇଁ ପ୍ରଭୁ ବହୁତ ଖୁସି ହେବେ। ପ୍ରଭୁ ଚାହାନ୍ତି ଆମେ ତାଙ୍କର ଦାସ ଦାସୀ ମାନଙ୍କର ଆତିଥ୍ୟ କରିବା, ତାଙ୍କର ପ୍ରଭୁଙ୍କ ଦାସ ମାନଙ୍କର ଆମେ କେୟାର ନେବା, ଅନେକ ପ୍ରକାର ଯତ୍ନ ନେଇପାରିବା, ଫାଇନାନ୍ସିଆଲି ହେଇପାରେ, ମେଣ୍ଟାଲି ସପୋର୍ଟ ଦେଇପାରିବା, ତାଙ୍କ ପଛରେ ଆମେ ସାହସ ଦେଇପାରିବା, ପ୍ରଭୁଙ୍କର କାମ କଲା ବେଳକୁ ତାଙ୍କୁ ହେଲ୍ପ କରିପାରିବା, ଅନେକ ପ୍ରକାର ଆମେ ତାଙ୍କର ପରିବାରର ଯତ୍ନ ନେଇପାରିବା। ଆମେ ମଧ୍ୟ ଚେଷ୍ଟା କରିବା, ଆମେ ମଧ୍ୟ ସେଦିନ ଲୁଦିଆ ଭଳିଆ, ସେଦିନ ସୁନେମିଆ ଭଳିଆ ଆମେ ମଧ୍ୟ ଆମର ଯାହା କିଛି ଅର୍ଥ ହଉ, ଜ୍ଞାନ ହଉ, ଆମର ପର୍ସନାଲି ନିଜେ ପ୍ରେଜେନ୍ସ ହେଇକିନା ବି ଅନେକ ପ୍ରକାର ଆମର ସମସ୍ତେ ସାହାଯ୍ୟ କରିବା ଈଶ୍ୱରଙ୍କର ଦାସ ମାନଙ୍କ, ଆଉ ଈଶ୍ୱରଙ୍କର ସୁସମାଚାର ଯେମିତି ଆଗକୁ ବଢିପାରିବ, ତାଙ୍କ ରାଜ୍ୟ କାର୍ଯ୍ୟରେ ଯେମିତି ସାହାଯ୍ୟ ହେଇପାରିବ। ଅନେକ ପ୍ରକାରର ଆମେ ମେଣ୍ଟାଲି ହଉ, ମୋରାଲି ହଉ, ଆଉ ପ୍ରାର୍ଥନାରେ, ଆଉ ଫାଇନାନ୍ସିଆଲି, ଫିଜିକାଲି ଆମେ ତାଙ୍କୁ ହେଲ୍ପ କରିପାରିବା। ଏଠି ଆମେ ସୁନେମିଆରେ ଗୋଟେ ବହୁତ ସୁନ୍ଦର ଗୁଣ ଆମେ ଦେଖିପାରୁଛୁ। ଆଉ ଗୋଟେ ଆମେ ଦେଖିବା ଏଠୁ, ଯେତେବେଳେ ଇଲିସାୟା ଦେଖିଲେ ଯେ ଏତେ ଯତ୍ନ ନେଉଛି ସୁନେମିଆ ତାଙ୍କର, ସେ କହୁଛନ୍ତି ଆମେ ତା ପାଇଁ କଣ କରିବା। ତାକୁ ଡାକୁଛନ୍ତି, ତୋ ପାଇଁ କଣ କରାହବ, ତୋର କଣ ଦରକାର ଅଛି କି। ସେତେବେଳେ ଆମେ ଦେଖୁଛୁ ସୁନେମିଆ ନିସ୍ୱାର୍ଥପର ଭାବରେ ସେବା କରିଛି। ତା ବଦଳରେ ସେ କିଛି ଚାହିଁନି, ତାର ପୁଅ ଝିଅ ନଥିଲା, ଥରେ ବି ସେ କହିନି, କିଛି ସ୍ୱାର୍ଥ ରଖିନି, ତା ସେବାରେ ସ୍ୱାର୍ଥ ରଖିନି। ଆମେ ଆଜି ଅନେକ ସମୟରେ ଆମେ କିଛି ବି କାହାକୁ ହେଲ୍ପ କରିଥିଲେ, ତା ବଦଳରେ ଆମେ କିଛି ହେଲ୍ପ ଚାହିଁଥାଉ, ମୁଁ ତାକୁ ଏଇଟା ସାହାଯ୍ୟ କରିଦେଲେ ସେ ମତେ ଏଇଟା କରିଦବ ଯେ, ଏମିତି ଅନେକ ସମୟରେ ଆମର ମନରେ ବି ଭାବନା ଆସିଯାଏ। କିନ୍ତୁ ଆମେ ଦେଖୁଛୁ ସୁନେମିଆକୁ କେତେ ନିସ୍ୱାର୍ଥ ଭାବରେ ସେବା, ତାର ମାନେ ନିସ୍ୱାର୍ଥ ଭାବରେ ସେବା, କେତେ ସେ ଟିକେ ବି ତା ବଦଳରେ, ପ୍ରତି ବଦଳରେ କିଛି ଚାହିଁନି। ମାନେ ସେ କେତେ ପରମେଶ୍ୱରଙ୍କର ଦାସର ସେ କେତେ ଉଦାର ଭାବରେ ଯତ୍ନ ନେଇଛି। ମାନେ ଆମେ ଏଇଠି ଯୋଉ ଦେଖୁଛୁ, ମାନେ ଏଇ ଯୋଉ ଏବ୍ରି 13:2 ବି ଗୋଟେ ଲେଖା ହେଇଛି, ମୁଁ ପଢୁଛି। ଏବ୍ରି 13:2 ଲେଖା ହେଇଛି, ଆତିଥ୍ୟ ସତ୍କାର ନ ପାଶର
जेणु तद्वारा कई कई अज्ञात सारे दूत मान आतिथ्य करिअछंती सेमती आमे ईश्वर पठेइथिबे भाबिकी आमे अनेक समय निजे जज करिबा ता बोली आमे सब प्रभु हमको ज्ञान दैछंती बुद्धि दैछंती आमे भाबिबा चिंतिबा ईश्वरଙ୍କ आडू की आसीची ईश्वरଙ୍କର प्रकृति कार्य की करूची ताहा मध्ये भाबी चिंती कि आमे ईश्वरଙ୍କର ज्ञान रे आमे जानि परिबा जे किए प्रकृति प्रभुଙ୍କର दास से हिसाब रे आमे लोकंकर आमे सेवा करि परिबा ये मध्ये से दिन से जानि पारी केते सेवा से करिची ता बदले रे किछि चाहिनी उल्टा से उत्तर दउची 13 रो लास्ट पद रे लिखा होची द्वितीय राजा बोली 4 रो 13 रो लास्ट रे लिखा होची तो से उत्तर कला मु निज लोकंग मध्यरे बास करूची माने मोर किछि दरकार नै मु मोर रिलेटिव्स मोर घर लोक भितरे रहूची मते किछि दरकार नै से केते माने टिके भी स्वार्थ नै तापर आमे देखुछु इलिशा किंतु तांकर से ब्लेसिंग्स दउचंती परमेश्वर दास परमेश्वर आज्ञा अनुଯାयी तांकू आशीर्वाद करूचंती तार गोटे पुत्रटे होची तार पुत्र जन्म होची से केते खुशी रे से माने से छोट छुआ बड़ होची से माने ईश्वरंकर आशीर्वाद को से माने ग्रहण करचंती से कारण से परमेश्वरंकर लोकंकर केते उदार मनोभाव रे सेवा करचंती आतिथ्य सत्कार करचंती आतिथ्यर महत्व को आमे देखुछु माने हॉस्पिटैलिटी एंड जेनरसिटी को देखुछु आमे तांकर सेइथिरु से आशीर्वाद केंदी ब्लेसिंग्स आसुची ताहा आमे देखि परछु एइथिरु आमे देखि परला आ तार निस्वार्थपरता को भी आमे देखि परछु तापर आमे देखुछु ता पुओ जेते बळे तांको बापांक संगरे शस्य छेदन पाई तांको बापा संगरे से पिलाटी जाईची सेइठी ता पुओटीर देह भलो नै बापाटा से दास मान परे ये गोटे रिच पर्सन थिला ता पाखरे अनेक दास माने काम करथिले इमीडिएट तांको बापा से छुआ को पठे दउचंती कि जाओ ता मां पाखरे छाडी के आस से छुआ को जतबेले मां पाखो कोणा होची किछि समय परे मार कोळरे पुओटे मरि जाउची पुओटे मरि गला परे सुनेमिया केते गोटे उत्तम विश्वासी से परमेश्वर को केते बस भल पाउथला माने आज आम एथर देखि पाउछु से कौन करूची तार इमिडिएट तार रिएक्शन मोटू विचलित होनी पुओ मरी गला पाटी तुंड करिकी तार से निज लोक भितर रहुतला से चाहिला निज लोक मान पाखक दौड़ी जाइकी कहितांता नाई आमे देखुछु से पुओटी को नेकी परमेश्वर लोक जो खटर शोते अपस्टेयर रे से घरे तांकरी खटरे से पुओटी को शुई दउची कपाट बंद कर दउची आमे नेक्स्ट मु पढुनी काइना समय भी हेइ जबो पूराटा आमे समस्त भी जानिचु से कपाट बंद कर दउची आउ इमीडिएट तांको स्वामी को भी जणौनी स्वामी को कहूची मते गोटे दास दियो आ गोटे गध दियो गोटे गध दियो गोटे दास दियो ओजे मते टिके मु परमेश्वर निकट को परमेश्वर दास निकट को जीवी आउ मु पड़े आसबि बोली कहूची माने विचलित होनी अधैर्य होनी याकुसाको कहूनी से जानी को हिसाब रे कथा हेले परमेश्वर उत्तर पाई परिबी एठी हमें देखुछु आमे मते अनेक समय अधैर्य पड़ी थाउ व्यस्त हो पड़ी थाउ याको त्याको दौड़ी जाई कि कहि थाउ किंतु आम जीवन जेतले समस्या आसिले आमे मते विचलित हबानी अधैर्य हबानी आमे परमेश्वर पाखरे इमीडिएट आंठु भांगी पकेबा कने प्रभु सबो बेले आम पई अनैछंती एठु से देखुछु जे आमे से इमीडिएट से गध मगौचंती आ दास मगौचंती आ कहउचंती कि तांको स्वामी कहउचंती आज कोडी जाउछ आज विश्रामबार त नाही पक्कु जाउछ आज त अमावस्या न हो कि विश्रामबार नहे से कहउचंती नाही मते टिके जीवा को पड़िबो सांगे सांग से गध सजेई कि से दास को कहले से निजे गध ऊपर बसी पड़िले तांको दास को कहले तमे माने एक सेकंड भी कोठी अटकाओ नहीं कि अटकेले भी अटकेबनी इमीडिएट चलो आमे परमेश्वर को लोकन को पाख को जीवा परमेश्वर को लोकन को पाख को जीवा सांगे सांग परमेश्वर को दास इलिशाय सही समय रे तांकर दास गिहेजी संगे कर्मिल पर्वत रे थिले परमेश्वर दास आगे भविष्य वक्ता मान द्वारा प्रभु कथा कहते
ଆଜି ଆମେ ତ ପ୍ରଭୁଙ୍କ ଦାସ ପାଖକୁ ବି ଯିବାକୁ କାହାକୁ ପଡିବନି, କାହିଁକିନା ଆମ ପାଖରେ ପ୍ରଭୁ ଯୀଶୁ ଅଛନ୍ତି। ଆମେ ଯେତେବେଳେ ଯୋଉ ମୋମେଣ୍ଟରେ ଶୋଇଲେ ବସିଲେ ଉଠିଲେ ଗାଡିରେ ଗଲେ ଆମର ଯେତେବେଳେ ବି କିଛି ଟାଇମ ଦରକାର ନାହିଁ ନା କିଛି ସାଙ୍ଗେ ସାଙ୍ଗେ ଯେତେବେଳେ ଆମେ ଡାକିଲେ ପ୍ରଭୁ ଯୀଶୁ ଶୁଣିବେ। ଆମ ପାଇଁ ଏତେ ଇଜି ପ୍ରଭୁ ଯୀଶୁ ଆସିକି ଏତେ ଇଜି କରିଦେଇଛନ୍ତି। ସେତେବେଳେ ତ ଭବିଷ୍ୟତ ବକ୍ତାଙ୍କ ଦ୍ଵାରା କଥା କହୁଥିଲେ, ତଥାପି ବି ସେମାନଙ୍କର ଆମେ ଦେଖୁଛୁ ବିଶ୍ୱାସ। ସେମାନେ ଭବିଷ୍ୟତ ବକ୍ତା, ସେ ଜାଣିଛନ୍ତି ପରମେଶ୍ୱରଙ୍କର ଲୋକର ପ୍ରାର୍ଥନା, ପରମେଶ୍ୱରଙ୍କ ଲୋକ ତା ପାଇଁ ପ୍ରାର୍ଥନା କରିଦେବେ, କାହିଁକିନା ତାଙ୍କର ସେଇ ପ୍ରାର୍ଥନାର ଉତ୍ତରରେ ସେ ପୁଅ ପାଇଛି। ସେ ସବୁ ତାଙ୍କର କେତେ ବିଶ୍ୱାସ ଆମେ ଦେଖୁଛୁ ପରମେଶ୍ୱରଙ୍କର ଦାସ ଯୋଉ ଇଲିଶାଙ୍କ ଉପରେ। ସେ ଜାଣିଲେ ଯେ ସେ ପରମେଶ୍ୱରଙ୍କ ନିକଟରେ ତା ପାଇଁ ପ୍ରାର୍ଥନା କରିଦେବେ, ତା ପୁଅ ମରିଯାଇଛି ଯେ କାହାକୁ କହୁନାହାନ୍ତି, ଇମିଡିଏଟ ଯାଇକି କର୍ମେଲ ପର୍ବତରେ ପହଞ୍ଚୁଛନ୍ତି। ଆଜି ଆମେ ପୁଣି ସେଇଠି 26 ପଦରେ ଦେଖୁଛୁ, ସେତେବେଳେ ସେ କର୍ମେଲ ପର୍ବତରେ ଯେତେବେଳେ ଚଢିକି ଯାଉଛନ୍ତି, ସେତେବେଳେ ସେ ଇଲିଶାୟ ଦେଖିକି ଗେହେଜିକୁ କହୁଛନ୍ତି, ଦେଖ ତ ସିଏ ତ ସୁନେମିଆ ଆସୁଛି ଭଳିଆ ଲାଗୁଛି, ଯାଅ ଯାଅ ତାକୁ ପଚାର ତୁମର ମଙ୍ଗଳ ତ, ତୁମର ସ୍ୱାମୀର ମଙ୍ଗଳ, ବାଳକର ମଙ୍ଗଳ। ତହୁଁ ସେ ଉତ୍ତର କଲା ମଙ୍ଗଳ। ଆମେ ଏଠି ଦେଖୁଛୁ ତାର କେତେ ପଜିଟିଭ ଆନ୍ସର, ବିଚଳିତ ନାହିଁ। ତାକୁ ଇଲିଶା ପଚାରୁଛନ୍ତି ଗେହେଜିଙ୍କ ଦ୍ଵାରା, ତମେ ଭଲ ଅଛ ତ, ତମ ସ୍ୱାମୀ ଭଲ ଅଛନ୍ତି ତ, ତମ ପୁଅ ଭଲ ଅଛନ୍ତି, ଭଲ ଅଛି? ସୁନେମିଆ କହୁଛି ମଙ୍ଗଳ। ମାନେ ସେ କେତେ ବଡ ବହୁତ ଭଲ ବିଶ୍ୱାସୀ। ଆମେ ହେଇଥିଲେ ନେଗେଟିଭିଟି କଥାବାର୍ତ୍ତା, କି ପୁଅ ଚାଲି ଯାଇଛି, ତା ପୁଅ ମରିଯାଇଛି, ହଠାତ୍ ଆମେ ଗୋଟେ କିଛି ଗୋଟେ କହିଦେଇଥାନ୍ତା। ମୁଖ ବାଟୁ କୌଣସି ନେଗେଟିଭ କଥାବାର୍ତ୍ତା କଲାନି। ମାନେ ଆମେ ଏଠି ଯେମିତି ଦେଖୁଛୁ ହିତୋପଦେଶ 18:21 ମରଣ ଓ ଜୀବନ ଜିହ୍ୱାର ଅଧୀନ, ଯୋଉମାନେ ତାକୁ ଭଲ ଜାଣନ୍ତି ସେମାନେ ତାହାର ଫଳ ଭୋଗିବେ। ଏଇଟା ଆଶ୍ଚର୍ଯ୍ୟ ପ୍ରକାର ଆମେ ଦେଖୁଛୁ ତା ମୁଖରୁ ଥରେ ନେଗେଟିଭ କଥା ବାହାରୁନି, ସବୁ ମଙ୍ଗଳ, ସବୁ ମଙ୍ଗଳ କହୁଛି। କେତେ ସୁନ୍ଦର ବିଶ୍ୱାସୀ ସେ। ଆମେ ଅନେକ ସମୟରେ ବ୍ୟସ୍ତ ହେଇଥାଉ, ଅଧୈର୍ଯ୍ୟତା ହେଇଯାଇଥାଉ, ଅନେକ ସମୟରେ ଅବିଶ୍ୱାସୀ ଭଳିଆ କଥାବାର୍ତ୍ତା କରିଦେଇଥାଉ, ମାନେ ଈଶ୍ୱରଙ୍କର ସନ୍ତୁଷ୍ଟ ହେଲା ଭଳିଆ କଥାବାର୍ତ୍ତା ଥରେ ଥରେ କରିନଥାଉ। ଅନେକ ସମୟରେ ଅଧୈର୍ଯ୍ୟତାର ସହିତ, ଅନେକ ସମୟରେ ବିରକ୍ତ ମନୋଭାବ ଆସିଯାଇଥାଏ, ଅନେକ ସମୟରେ ଆମର କଥାବାର୍ତ୍ତାରୁ ନେଗେଟିଭ କଥାବାର୍ତ୍ତା ବାହାରି ପଡିଥାଏ। ନାଇଁ, ଆମେ ସବୁବେଳେ ଈଶ୍ୱରଙ୍କର ଯଦି ଆମେ ଉତ୍ତମ ବିଶ୍ୱାସୀ, ଆମର ଓଷ୍ଠାଧାରକୁ ବି ଆମେ ଚେଷ୍ଟା କରିବା ଆମର କଥାବାର୍ତ୍ତା ଦ୍ଵାରା କୋଉ ଦ୍ଵାରା ପ୍ରଭୁଙ୍କୁ ଗୌରବ ଦେଇପାରିବା, ଆଉ ତାର ପଜିଟିଭ ଆନ୍ସର କେମିତି, ସବୁ ମଙ୍ଗଳ। ଟୋଟାଲି ବ୍ୟସ୍ତ ହେଲାନି, ସେ ଜାଣିଛି ପୁଅ ମରିଯାଇଛି କହୁନି, ସବୁ ମଙ୍ଗଳ। ତାର ଆମେ ଏଠି ଦେଖୁଛୁ ତାର କେତେ ବଡ ବିଶ୍ୱାସ ଆମେ ଏଠି ଦେଖୁଛୁ। ଆମେ ମଧ୍ୟ ଅନେକ ସମୟରେ ଅଧୈର୍ଯ୍ୟ ହେଲେ ବି ଆମେ ଚେଷ୍ଟା କରିବା ଆମେ ବ୍ୟସ୍ତ ହେଇକି ମୁଖ ବାଟୁ କୌଣସି ରଙ୍ଗ ୱାର୍ଡ ନ ବାହାରୁ। ସବୁବେଳେ ଆମେ ତାର ସେଇ ଯେମିତି ପରମେଶ୍ୱରଙ୍କ ଲୋକଙ୍କ ପାଖକୁ ଦୌଡିଗଲା, ଆମେ ଆମର ପ୍ରଭୁ ଯୀଶୁଙ୍କର ପାଦ ତଳକୁ ଦୌଡି ଯିବା, କାହିଁକିନା ସେ ସବୁବେଳେ ଅନେକ ରହିଛନ୍ତି ଆମର ପ୍ରାର୍ଥନା ଶୁଣିବା ପାଇଁ। ତାପରେ ଆମେ ଦେଖୁଛୁ ଏଇଠି ସେ ଇଲିଶାୟ ଗେହେଜିକୁ କହୁଛନ୍ତି, ଏଇ ଜଷ୍ଟି ତାଙ୍କର ବାଡିଟା ଦଉଛନ୍ତି, ତମେ ଯାଅ। ଆଉ ସେ ଯାଇକି ଇଲିଶାୟଙ୍କୁ କହୁଛି, ସବୁ କଥା କହୁଛି, ତା ପୁଅର କଣ ହେଲା, କେମିତି ଚାଲିଗଲା, ଆଉ ପୁଅକୁ କୋଉଠି ରଖିକି ଆସିଛି, ସବୁ କଥା ସୁନେମିଆ ସ୍ତ୍ରୀ ଲୋକଟି ଇଲିଶାୟଙ୍କୁ ଜଣେଇ ଦଉଛି। ଇଲିଶା ତାପରେ ଅର୍ଡର ଦଉଛନ୍ତି ଗେହେଜିକୁ, କି ବାଡିଟା ନେଇଯାଅ, ଆଉ ନେଇକି ଏଇ ବାଡିରେ ତମେ ପିଲାଟିକୁ ଛୁଇଁ ଦିଅ, ବା ପିଲାଟି ଉପରେ ତାକୁ ଛୁଇଁ ଦିଅ କହୁଛନ୍ତି। କିନ୍ତୁ ସେ ଯେତେବେଳେ କହୁଛନ୍ତି ତମେ କାହାକୁ ଅଟକିବନି, କେହି ଡାକିଲେ ଶୁଣିବନି, ଆଉ ମଝିରେ କାହାକୁ ନମସ୍କାର ବି କରିବନି, କିନ୍ତୁ ବାଡିଟା ନେଇକି ପିଲାଟିର ମୁଖ ଉପରେ ରଖିଦିଅ। ଗେହେଜି ଅର୍ଡର ମାନୁଛନ୍ତି, ତାର ଇଲିଶାଙ୍କର ଜଷ୍ଟି ନେଇକି ଦୌଡୁଛନ୍ତି ଆଉ ସୁନେମିଆର ଘରକୁ। କିନ୍ତୁ ଏଠି ଆମେ ଦେଖୁଛୁ ସ୍ତ୍ରୀ ଲୋକଟି ଗେହେଜିର ପଛରେ ଯାଉନି, ଗେହେଜିକୁ ଜଷ୍ଟି ଦେଇକି ପଠେଇ ଦେଲେଣି ଇଲିଶାୟ, ଯା ପୁଅର ମୁଖରେ ଦେଇଦେ, ପୁଅ ବଞ୍ଚି ଉଠିବ। କିନ୍ତୁ ଏଠି ଆମେ ଦେଖୁଛୁ ସୁନେମିଆ ମୋଟୁ ଯାଉନି, ସେ ପୁରା ଲାଗି ରହିଛି, ସେ ପୁରା ଲାଗି ରହିଛି। ଆମେ ଦେଖୁଛୁ 30ରେ, ଏଥିରେ ଦ୍ୱିତୀୟ ରାଜାବଳୀ 4:30 ଲେଖା ହେଇଛି, ଏଥିରେ ବାଳକର ମାତା କହିଲା,
ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡିବି ନାହିଁ। ତେଣୁ ଇଲିଶାୟ ଉଠି ତାହାର ପଛେ ପଛେ ଗଲେ। ଏଠି ଆମେ ଦେଖୁଛୁ କେତେ ମାନେ ନିରନ୍ତର ତାର ରିକ୍ୱେଷ୍ଟ। ଆମେ ମଧ୍ୟ ହାରିଯିବାନି। ସମୟ ଲାଗିବ। ଅନେକ ସମୟରେ ସବୁବେଳେ ଈଶ୍ୱରଙ୍କର ଡିସିଜନ ଇମିଡିଏଟ ଆସେନି, ସମୟ ଲାଗେ। ଈଶ୍ୱରଙ୍କର ସମୟରେ ସେ ସବୁ ଡିସିଜନ ତାଙ୍କର ସବୁ ପ୍ରାର୍ଥନା ଗ୍ରହଣ କରିବେ ସେ। କିନ୍ତୁ ଆମର ଧୈର୍ଯ୍ୟ ଦରକାର। ଆମେ ବ୍ୟସ୍ତ ହେବାନି। ସେ ଯେମିତି ଲାଗି ରହିଥିଲା, ଗିଏଜି ଗଲାଣି ଜଷ୍ଟି ନେଇକି, କିନ୍ତୁ ସେ ଜାଣିଛି ଈଶ୍ୱର ପରମେଶ୍ୱରଙ୍କ ଦାସ ଗଲେ ଉତ୍ତମ ପରମେଶ୍ୱରଙ୍କ ଦାସର ଶକ୍ତି ସେ ଜାଣିଛି। ଆମେ ଆମର ପ୍ରଭୁ ଯୀଶୁଙ୍କର ଶକ୍ତି ଜାଣିଛୁ। ଆମେ କଣ ହାରିଯିବା? ନାଇଁ, ଆମେ ସଦା ସର୍ବଦା ନିରନ୍ତର ଆମେ ତାଙ୍କ ନିକଟରେ ଲାଗି ରହିବା। ଆମର ପ୍ରାର୍ଥନାର ଉତ୍ତର ଆସିଲା ଯାଏ ଅନୁରୋଧର ପ୍ରାର୍ଥନା ରହିବ, ଆଉ ବଞ୍ଚିଥିଲା ଯାଏ ଆଉ ତାଙ୍କ ଆମର ପ୍ରାର୍ଥନା ଶୁଣିଛନ୍ତି ବୋଲି ଧନ୍ୟବାଦର ପ୍ରାର୍ଥନା ରହିବ ତାଙ୍କ ନିକଟରେ। ଆମେ ନିରନ୍ତର ଈଶ୍ୱରଙ୍କ ନିକଟରେ ଲାଗି ରହିବା। ଗୋଟେ ଉତ୍ତମ ବିଶ୍ୱାସୀ। ଆମେ ମଧ୍ୟ ସେଦିନ ପାଟି ବନ୍ଧ ତାକୁ କହିଲେ ତୁନି କର, ସେ କଣ କହୁଛି? ଆହୁରି ଜୋରରେ ପାଟି କରୁଛି। ସେ ଜାଣିଛି ଏଇ ମୋମେଣ୍ଟ ଚାଲିଯିବ ଯଦି, ଯୀଶୁ ଲୋକଙ୍କ ସାଙ୍ଗରେ ଚାଲିଯିବେ ଯଦି ମୋ କଥା ଶୁଣିପାରିବେନି, ତାକୁ ଯିଏ ଚୁପ୍ କର କହିଲେ ବି ସେ ଆହୁରି ଜୋରରେ ପାଟି କରୁଛି। ପ୍ରଭୁ ଯୀଶୁ ଦାଉଦ ସନ୍ତାନ ମତେ ଦୟା କର। ସେ ଜାଣିଛି ତାଙ୍କଠୁ ହିଁ ବ୍ଲେସିଂସ। ସେମିତି ଆମେ ଜାଣିଛୁ ଆମର ସାମର୍ଥ୍ୟ ପରମେଶ୍ୱର, ଯାହା ହାତରେ ସବୁ କିଛି ଅଛି, ଯିଏ ସବୁ କରିପାରିବେ। ଆମେ ସେଥିପାଇଁ କେବେ ବି ବିଚଳିତ ହେବାନି। କାହିଁକିନା ଆମେ ଜାଣିଛୁ ଆମର ଈଶ୍ୱର କିଏ। ଆମର ଈଶ୍ୱର ଜୀବିତ ପରମେଶ୍ୱର। ତାଙ୍କର ଅଲମାଇଟି ପାୱାରକୁ ଆମେ ସମସ୍ତେ ହୃଦୟଙ୍ଗମ କରିସାରିଛୁ। ତ ଆମେ କେବେ ମଧ୍ୟ ବିଶ୍ୱାସ ହରେଇବାନି ନା ଅଧୈର୍ଯ୍ୟ ହେବାନି। ଗୋଟେ ଉତ୍ତମ ବିଶ୍ୱାସ ଭଳି ଧୈର୍ଯ୍ୟର ସହିତ ତାଙ୍କ ନିକଟରେ ନିରନ୍ତର ଲାଗି ରହିବା। ସେମିତି ସେ ଲାଗି ରହିଲା, ବାଧ୍ୟ କଲା ଇଲିଶାୟ ସେ ସ୍ତ୍ରୀ ଲୋକ ସାଙ୍ଗରେ, ତାଙ୍କ ସାଙ୍ଗରେ ବାଧ୍ୟ ହେଇକି ଗଲେ। ଆମେ ପୁଣି ଆଗକୁ ଦେଖିବା, ସେ ଜଷ୍ଟି ନେଇକି ଯେତେବେଳେ ଦ୍ୱିତୀୟ ରାଜାବଳୀ 4:31 ପଢିବା, ସେଠି ଯେତେବେଳେ ସେ ଯାଇକି ଜଷ୍ଟି ସେ ପିଲାର ମୁଖ ଉପରେ ରଖୁଛନ୍ତି, ସେ ପିଲାଟି କିଛି ଆୱାଜ ଦେଲାନି, ମାନେ ସେ ବଞ୍ଚିଲେନି। କିନ୍ତୁ ପଛେ ପଛେ ଇଲିଶାୟ ସୁନେମିଆ ସ୍ତ୍ରୀର ତାର ରିକ୍ୱେଷ୍ଟ, ତାର ପ୍ରାର୍ଥନା, ତାର ଇଚ୍ଛା, ଈଶ୍ୱରଙ୍କ ପ୍ରତି ତାର ଭୟ, ସେ ବାଧ୍ୟ ହେଇକି ତା ସାଙ୍ଗରେ ଆସୁଛନ୍ତି। ଆଉ ନିଜେ ସେ ରୁମ୍ ଭିତରକୁ ଯାଉଛନ୍ତି, ଆଉ କବାଟ ବନ୍ଦ କରୁଛନ୍ତି। ଆଉ ଲେଖା ହେଇଛି 33ରେ, ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଇଲିଶାୟ। ଯେତେବେଳେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ନିଜେ ଯାଇ ରୁମ୍ ଭିତରକୁ କବାଟ ବନ୍ଦ କଲେ, ବାଳକ ଉପରେ ଶୟନ କଲେ, ମୁଖ ଉପରେ ମୁଖ, ଚକ୍ଷୁ ଉପରେ ଚକ୍ଷୁ, ହସ୍ତ ଉପରେ ହସ୍ତ ରଖିଲେ, ଆଉ ବାଳକ ଉପରେ ଲମ୍ବ ବାନ୍ଧିଲେ, ଆଉ ଶରୀର ପିଲାଟିର ଉଷ୍ମ ହେଲା। ଆଉ ପୁଣି ତଳକୁ ଆସିଲେ, ପୁଣି ଯାଇକି ଉପରକୁ ଯାଇକି ସେ ପୁଅ ଉପରେ ଲମ୍ବ ବାନ୍ଧିଲେ। ତାପରେ ବାଳକଟି 7 ଥର ଛିଙ୍କୁଛି, ଆଉ ବାଳକର ଚକ୍ଷୁ ଖୋଲି ଯାଉଛି। ଏଥିରେ ଇଲିଶାୟ ଗିହେଜିକୁ ଡାକୁଛନ୍ତି, ତାକୁ ଡାକ ଆଉ ତା ପୁଅକୁ ଦେଇଦିଅ। ସେତେବେଳେ ଆମେ 37ରେ ପଢୁଛୁ, ସେ ସ୍ତ୍ରୀ ଭିତରକୁ ଯାଇ ତାହାର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା। ଏଠି ଆମେ ଦେଖୁଛୁ ସେ ଇଲିଶାୟ କହିଲେ ପୁଅ ବଞ୍ଚି ଉଠିଲା, ତା ମାକୁ ଡାକ। ତା ମା ଯାଉଛନ୍ତି, ଆଉ ଉପର ରୁମ୍ କୁ ଯାଉଛନ୍ତି, ପୁଅକୁ ତାଙ୍କୁ ଦଉଛନ୍ତି, ଇଲିଶାୟ ନିଅନ୍ତୁ, ମୋ ପୁଅ ଜୀବିତ। ପ୍ରଭୁ ପରମେଶ୍ୱର ସେ ପୁଅଟିକୁ ପ୍ରାର୍ଥନା ଶୁଣି ଜୀବିତ କରିଛନ୍ତି। ସେ ପୁଅକୁ ନେଉଛନ୍ତି ଆଉ ଆସୁଛନ୍ତି। ଏଠି ଆମେ ଦେଖୁଛୁ ଉତ୍ତର ଈଶ୍ୱରଙ୍କ ନିକଟରେ ଲାଗି ରହିବାର। ଏଠି ଆମେ ଦେଖୁଛୁ, ଏଠି ଆମେ ଆମେ ସୁନେମିଆ ସ୍ତ୍ରୀ ଲୋକର ଗୋଟେ କେତେ ବଡ ଉତ୍ତମ ବିଶ୍ୱାସୀ, ତାର ହସ୍ପିଟାଲିଟି ଆଣ୍ଡ ଜେନେରୋସିଟିକୁ ଦେଖିଲୁ। ଆଉ ଦେଖୁଛୁ ଫେଥ ଆଉ ଟ୍ରଷ୍ଟ କୁ ଦେଖୁଛୁ। ତାକୁ ଆମେ ଏଠି ଦେଖୁଛୁ ତାର କେମିତି ଈଶ୍ୱରଙ୍କ ନିକଟରେ ତାର କେତେ ଟ୍ରଷ୍ଟ ଥିଲା, କେତେ ବିଶ୍ୱାସ ଥିଲା। ସେ ଜାଣିଥିଲା ତା ନିଜ ଲୋକମାନଙ୍କ ଭିତରେ ସେ ରହୁଥିଲା, କାହା ପାଖକୁ ସେ ଦୌଡ଼ି ଯାଇନି, ପରମେଶ୍ୱରଙ୍କ ପାଖକୁ ଦୌଡ଼ିଗଲା। ସେତେବେଳେ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କଥା କହୁଥିଲେ ବୋଲି ଭବିଷ୍ୟତ ବକ୍ତାଙ୍କ ପାଖକୁ ଗଲା। ଆମେ ମଧ୍ୟ ଆତିଥ୍ୟର ମହତ୍ଵକୁ ବୁଝିବା। କାହିଁକି ନା ଆତିଥ୍ୟର ମହତ୍ଵ ଉଦାର ଭାବରେ କରିବା, ସ୍ୱାର୍ଥପରତାରେ କରିବାନି। ତାହା ହେଲେ ବ୍ଲେସିଂସ ଆସିବ ଆମ ଜୀବନରେ। ଆମର ଫେଥ ଆଉ ଟ୍ରଷ୍ଟ ଯଦି ଈଶ୍ୱରଙ୍କ ଉପରେ ରଖିବା, ଆଉ ମୁଖ ବାଟୁ ବି ଅଲ୍ ଇଜ ୱେଲ କହୁଛି, ସବୁ ମଙ୍ଗଳ କହୁଛି,
କୌଣସି ନେଗେଟିଭ କଥାବାର୍ତ୍ତା କରୁନି, ଅଧୈର୍ଯ୍ୟ ହଉନି, ଅତୁଟ ବିଶ୍ୱାସକୁ ଦେଖିବା ଆମେ ଏଠୁ। ତାପରେ ଆମେ ଦେଖୁଛୁ ଏଠି ଈଶ୍ୱରଙ୍କର କାର୍ଯ୍ୟ, ପାୱାର ଅଫ ପ୍ରେୟାର ଦେଖୁଛୁ, ପ୍ରାର୍ଥନାର ଶକ୍ତିକୁ ଦେଖୁଛୁ, ଅସମ୍ଭବ ସମ୍ଭବ ହେଇପାରୁଛି ଦେଖୁଛୁ, ମୃତ ପିଲାଟି ଜୀବିତ ହେଇଯାଉଛି ଦେଖୁଛୁ। ଆଉ ଏଠି ଦେଖୁଛୁ ଆମେ ପରମେଶ୍ୱରଙ୍କର ପାୱାରକୁ ଆମେ ଦେଖିପାରୁଛୁ, ପରମେଶ୍ୱରଙ୍କର ସାମର୍ଥ୍ୟକୁ ଦେଖୁଛୁ। ମୃତ୍ୟୁ ଉପରେ ଜୟ ଆସିଲା, ତାଙ୍କର ଶକ୍ତି ସୀମାହୀନ, ସେ ସବୁ କରିପାରନ୍ତି। ଆମେ ଏଇ ସବୁ କିଛି ସୁନେମିଆ ଗୋଟେ ଉତ୍ତମ ବିଶ୍ୱାସୀ, ଆମେ ସେମିତି ଗୋଟେ ଉତ୍ତମ ବିଶ୍ୱାସୀର ଏଇ ସବୁ କିଛି କ୍ୟାରେକ୍ଟର ଆମ ମଧ୍ୟରେ ସମସ୍ତଙ୍କ ହୃଦୟରେ ଅଛି। ତଥାପି ବି ଆମେ ଆହୁରି ବିଶ୍ୱାସରେ ଷ୍ଟ୍ରଙ୍ଗ ହେଇଯିବା, ଆଉ ଆମ ତାଙ୍କର ଅସୀମ ଶକ୍ତି ଉପରେ ଭରସା ରଖିବା, ପ୍ରାର୍ଥନାରେ ନିରନ୍ତର ଲାଗି ରହିବା। ସେଥିରେ ଆମେ କିଣାଣିଆ ସ୍ତ୍ରୀକୁ ବି ଦେଖିଛୁ, କିନ୍ତୁ ପ୍ରଭୁ ତାକୁ କହୁଛନ୍ତି ମୁଁ କଣ ମୁଁ ଇସ୍ରାଏଲ ପାଇଁ ଆସିଛି। ସେ କହୁଛନ୍ତି ହଁ, ମାଲିକ ମାନଙ୍କର ଖାଦ୍ୟ ତଳେ ଟେବୁଲ ମେଜ ତଳେ ପଡିଥିଲେ କୁକୁର ମାନେ ଖାଇକି ବଞ୍ଚନ୍ତି। ସେଦିନ ସେ କହୁଛନ୍ତି କେତେ ବଡ ବିଶ୍ୱାସ। ପ୍ରଭୁ ଚାହାନ୍ତି ଆମଙ୍କର ବିଶ୍ୱାସ, ଆମେ ଗୋଟେ ଦୃଢ ବିଶ୍ୱାସୀ ହେବା ପ୍ରଭୁ ଚାହାନ୍ତି। ପ୍ରଭୁ ଚାହାନ୍ତି ଆମେ ନିରନ୍ତର ତାଙ୍କ ନିକଟରେ ଲାଗି ରହିପାରିବା। ଆଉ ପ୍ରଭୁ ଚାହାନ୍ତି ଆମ ମୁଖ ବାଟୁ କୌଣସି ନେଗେଟିଭ କଥାବାର୍ତ୍ତା କରିବାନି, କାହିଁକି ମରଣ ଓ ଜୀବନ ଜିହ୍ୱାର ଅଧୀନ। ସେଦିନ ଆମେ ସୁନେମିଆଠୁ ଏତେ ସୁନ୍ଦର, ତାର କେତେ ଭଲ ଭଲ ଗୁଣ ଗୁଡା ଆମେ ଏଠି ଦେଖୁଛୁ। ଆମେ ମଧ୍ୟ ଚେଷ୍ଟା କରିବା, ଆମେ ଯାହା ବି ହେଲା ଆମେ ଈଶ୍ୱରଙ୍କ ନିକଟକୁ ଦୌଡ଼ିଯିବା। ଯାହା ପାଖରେ ହଠାତ୍ ବ୍ୟସ୍ତ ହେଇକି ୟାକୁ କଲ୍ ତାକୁ କଲ୍ ନାହିଁ, ଇମିଡିଏଟ ଈଶ୍ୱରଙ୍କ ନିକଟରେ ଆଗେ ଆଣ୍ଠେଇ ପଡିବା, ତାପରେ ନେକ୍ସଟ ଷ୍ଟେପ୍ ଯାହା ବି କରିପାରିବା। ଅନେକ ସମୟରେ ବ୍ୟସ୍ତତା ଭିତରେ ଆମର ହେଇପାରେନି, କିନ୍ତୁ ଆମେ ଚେଷ୍ଟା କରିବା ଆମେ ଗୋଟେ ଉତ୍ତମ ବିଶ୍ୱାସୀ ହେବା। ସେଥିପାଇଁ ଉତ୍ତମ ବିଶ୍ୱାସୀ ଜଣେ ହେବା ପାଇଁ ଆମକୁ ଆମେ ସମସ୍ତେ ଜାଣିଛୁ ସେ ଗାଲାତୀୟ 5:22-23 ଯେମିତି ତାଙ୍କର ଫଳ ଫଳିବା, ସେଇଗୁଡା ସବୁ ରହିଲେ ଆମେ ଆହୁରି ଉତ୍ତମ ବିଶ୍ୱାସୀ ହେଇପାରିବା। ଯେମିତି ଗାଲାତୀୟ 5:22-23 ଲେଖା ହେଇଛି, ପ୍ରେମ, ଆନନ୍ଦ, ଶାନ୍ତି। କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏଇ ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆମମାନେ ଏଇ ସବୁ ଯେତେବେଳେ ଏଇ ଫ୍ରୁଟ୍ସ ଯଦି ଆମ ଜୀବନରେ ଫଳିଲା, ଆମେ ଗୋଟେ ବହୁତ ଭଲ ବିଶ୍ୱାସୀ ହେଇପାରିବା। ଆଉ କେବେ ବି ଅଧୈର୍ଯ୍ୟ ହେବାନି, ଆଉ ତାଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ଆଉ ଦିନେ ତାଙ୍କରି ପାଖରେ ଯାଇକି ପହଞ୍ଚି ପାରିବା। ଏ ବାକ୍ୟ ପ୍ରଭୁ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଆହୁରି ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ଅନୁଯାୟୀ ଆମେ ଆହୁରି ଗୋଟେ ଦୃଢ ବିଶ୍ୱାସୀ, ଗୋଟେ ଉତ୍ତମ ବିଶ୍ୱାସୀ ହେବା ପାଇଁ ଚେଷ୍ଟା କରିବା। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଆମେନ୍। Thank you, Rita. Amen. Amen.